শাশু বহু পঠিব না পঠিব না আরে ঠিক বহু যদি ହେଇଥିବ ସେ ନିହାତି ଶାଶୁକୁ ନିଶ୍ଚୟ ମାନିବ ମାନି ନବ ନା ସେ ଉପାୟ ଅଛି ପାଲା ମାଧ୍ୟମରେ ସବୁ କିଛି କହିବି ମୋ ସ୍ତ୍ରୀ ଜମା ଫୁଲ ମାନୁ ଆରେ ତୋ ସ୍ତ୍ରୀ କଣ କଲା ମୋ ସ୍ତ୍ରୀ କଣ କରିଛନ୍ତି ସାର୍ आत्मा फाटी हुई सार बोले काटी कहउथला दादा दुख आज जई के ससुर पाखकु चिट्ठी लिखि माने झियो जाला सही न पाई हां झियोर बाप पाखकु चिट्ठी लिखिला जई हां कोन लिखिला माननीय ससुरे माननीय ससुरे दशदु क्षमा करी सारिलेनी आउ क्षमा नहीं पाखरे नहीं जाओ तुम झियो तुम साथी रे माननीय ससुरे माननीय ससुरे माननीय ससुरे माननीय ससुरे दशदु क्षमा करी सारिलेनी माननीय ससुरे माननीय ससुरे माननीय ससुरे माननीय ससुरे कौन कहते जानते बाहाघर ठारू तुम झियो दिले ओढ़ना दहुनी मुंडरे ओढ़ना दहुनी मुंडरे राजा ओढ़ना दहुनी मुंडरे ओढ़ना दहुनी मुंडरे सदिनोरे नाई पिकरे सभी दिनो कली करेगा दांगरे कली करेगा दांगरे कली करेगा दांगरे कली करेगा दांगरे आज जाए दिन सिंदूर रहूनी जाए टिकिले नाऊची जाए टिकिले नाऊची जाए टिकिले नाऊची जाए टिकिले नाऊची बहु पतारिले जाजिरे करे बहु चाहि साए आरो आकु चाहि साए तारो आकु आज्ञा कोन हेछि ना आजिकाल जे सोदरा पैसा पाई सोदरा सुभद्रा योजना पाई काहारी कथा मानोनी काहारी कथा मानोनी काहारी कथा मानोनी लौले नहीं भरी अभ्यास कलानी बापा जानिबो तू केमिति चलिबि संसारे देई जाओ तुम झियो तुम साथी रे माननीय ससुरे माननीय ससुरे माननीय ससुरे माननीय ससुरे से मोबाइल टाकू कानरे लगाई घंटा घंटा कथा हेउची घंटा घंटा कथा हेउची घंटा घंटा कथा हेउची घंटा घंटा कथा हेउची बहु पचाइले बाप घर कई कथा कुआरे देउची कथा कुआरे देउची कथा कुआरे देउची कथा कुआरे देउची गुरुबार नाही संक्रांति नाही नीति आमिष खाउची नीति आमिष खाउची नीति आमिष खाउची नीति आमिष खाउची नरद साथीरे झगड़ा लगाई कबा टकेरे सोची कबा टकेरे सोची केते थर मत धमक देलानी केसे करी बथारे देई जाओ तुम झियो तुम साथी रे माननीय ससुरे माननीय ससुरे माननीय ससुरे माननीय ससुरे आधुनिक सिना
କିନ୍ତୁ କଥାରେ ମର୍ମ ଅଛି। ତମ ଝିଅ ଦୁଃଖରେ ଆଜି ଏମିତି ଯୁଗ ହେଇଛି। ପୁଅ ମାନେ ବୋହୁକୁ ଆଜ୍ଞା ନା ମରିଗଲାଣି ପରା ସେ। ହଁ ମରିଗଲା। ମରିକି ଅଛି। କହୁଛି କଣ ନା ମଥାରେ ସିନ୍ଦୁର ନାଉନି ଟିକିରି ନାଉଛି। ମୋବାଇଲ ଫୋନ ଧରି ଘଣ୍ଟା ଘଣ୍ଟା ଗପୁ। ଆଜ୍ଞା ମୋବାଇଲ ମୋବାଇଲ ଫୋନ ଧରି ଘଣ୍ଟା ଘଣ୍ଟା ଗପୁଛି। ମୁଁ ପଚାରିଲେ କହୁଛି କଣ ନା ମୋ ବାପ ସାଥିରେ ମା ସାଥିରେ କଥା ହଉଛି। ଦେଖନ୍ତୁ ଆଜ୍ଞା ପିଲାମାନେ ଯେତିକି ପାଠ ପଢିବାକୁ ଯାଅ ଉପରେ ହସୁଛି କିନ୍ତୁ ଭିତରେ ବହୁତ ଆରେ ମନ୍ମଥ ଯୁଗ ତ ଏମିତି ହୋଇଛି। ପୁଅମାନଙ୍କୁ ଝିଅ ମାନେ ଆଦୁଅ ଖାତିର କରୁନାହାନ୍ତି। ତାଙ୍କ ମାନେ ତାଙ୍କରି କଥାରେ ଚାଲିବାକୁ ପଡିବ। ନହେଲେ ଶେଷରେ ଧମକ ଦଉଛି କଣ ତମ ସ୍ୱାମୀ ସ୍ତ୍ରୀକୁ ତା ଶାଶୁ ଶ୍ୱଶୁରକୁ କହୁଛି ନେଇକି ଥାନାର ପୁରେଇ। ଆଜ୍ଞା ସମସ୍ତେ ଆଜି ସେଇ ଅବସ୍ଥା ହେଇଛି ଦେଶରେ। ଆଜି ପ୍ରତ୍ୟେକ ଘରର ଅବସ୍ଥା ଏହା। ବାପା ମା ମୁଖ ପାଲଟି ଗଲେଣି। ଆରେ ମୋ କଥା ଶୁଣ ଏମିତିକା ହେଲେ ସୁଭଦ୍ରା ପଇସା ପାଇ ଗୁଣ୍ଡା ଫେକିଦବା ମା ମାନଙ୍କୁ ମୁଖ୍ୟମନ୍ତ୍ରୀ ସହାୟତା ଯୋଜନା ଦେଲେ ସୁଭଦ୍ରା ଯୋଜନା। କେତେ କେତେ ନାରୀ ମାନେ ଆଜ୍ଞା ସ୍ୱାମୀକୁ ମାରି ଦେଇଛନ୍ତି ଆଜ୍ଞା ଏ ଓଡ଼ିଶାରେ ହିସାବ ତାର ନାହିଁ। ସେଇଥିପାଇଁ ଦି ତିନିଟା ଛୁଆର ମାର ପଡି ପଇସା ଘଇଟା ବଡ ଦରକାର ଘଇଟା। ଆଉ ବାଳିକା କଣ ଲେଖୁଛି ଅଚ୍ୟୁତାନନ୍ଦ 5-6 ବର୍ଷ ତଳେ 600 ବର୍ଷ ତଳେ ଲେଖିଥିଲେ ଯାହା ଏବେ ଘଟିଲାଣି ସେଇଆ। ଆଉ ଆଗକୁ କଣ ଘଟିବ ବାଳିକା ପଛେ କହିବି ବିଷୟଟାକୁ ଟିକେ ଆଗେଇ ନଉଛି। କାହିଁ ମାଳିକା ମଝିରେ ମଝିରେ ମାଳିକା ଦେଲେ ଭଲ ଲାଗିବ। ମାଳିକାର କହିବା ଶେଷକୁ କହିବା। ବର୍ତ୍ତମାନ ବିଷୟଟା ଥିଲା କେଉଁଠି? ନାଇଁ ନାରଦ ଲଙ୍କାପୁରରେ ପହଞ୍ଚିଛନ୍ତି। ଆଜ୍ଞା ରାବଣକୁ କହୁଛି ରାବଣ ଝିଅ ଯଦି ଅଭିଶାପ ଦେଇଛି ନିଶ୍ଚୟ ଫଳିବ। ତୁ ସେ ଝିଅକୁ ଆଣ ପଠେଇ ସେ ଝିଅକୁ ଆଣି ତମେ ରାକ୍ଷସ ମାନେ ମଣିଷ ମାଂସ ଦୁର୍ଲଭ ମାଂସ ତମେ ତାକୁ ରନ୍ଧନ କରିଦିଅ। ରନ୍ଧନ କରି ଖାଇଦେ। ଇଏ ତମ ଯଥା ଦିନରେ ଭସ୍ମ ହୋଇଯିବ ରେ। ରାବଣ ମନକୁ ପାଇଲା ମୂଳ ମାରିଲେ ଜୀବ ସରି ମାରିଦେବି ଆଉ ସଙ୍ଗେ ସଙ୍ଗେ ଗଲା। ଆଜ୍ଞା ବେଦମତୀ ପଡିଥିଲା ସେ ହିମାଳୟ ଉପରେ। ବେଦମତୀକୁ ଆଣିଲା ନେଇ ମଣ୍ଡୁଦଳି ତାକୁ କାଟିକି ରନ୍ଧନ କରିବେ ମୁଁ ଖାଇବି। ଆଜ୍ଞା ମଣ୍ଡୁଦଳି ଭାବିଲା ଏ ମା ଶୁଣ ପରେ କେତେ ସୁନ୍ଦର କଥା। ମଣ୍ଡୁଦଳି ଭାବୁଛି ଏତେ ଦିନ ପରେ ସ୍ୱାମୀକୁ ରାନ୍ଧିକି ଦେବାର ଆଜି ସୌଭାଗ୍ୟ ହେଲା। ମଣିଷ ମାଂସ ଆଜ୍ଞା ମଣ୍ଡୁଦଳି ସେ ଶବକୁ କାଟିବାକୁ ବସିଛି। ଅନ୍ତପୁର ଭିତରେ କାଟିବାକୁ ବସିଛି। ପହଞ୍ଚିଲେ ମୁନିବର ନାରଦ ଯାଇ ମଣ୍ଡୁଦଳିକୁ ଅନ୍ତପୁର ମଧ୍ୟରେ ଦେଖାଦେଲେ। କହିଲେ ମଣ୍ଡୁଦଳି ଏ ଶବଟା କାଟୁଛି କାହା?
ସ୍ୱାମୀ ଆଜି ଖାଇବ ହେଲେ ମଞ୍ଜୁଦାରୀ ଏ ସପ ଯାହା ଲକ୍ଷଣ ମୁଁ ଦେଖୁଛି ତାକୁ ରନ୍ଧନ କଲେ ଧୂଆଁ ଯେତେ ବାଟିବ ସେତେ ବାଟ ସବୁ ଲୋକ ମରିଯିବେ କଣ କରିବି ଧୂଆଁ ଯେତେ ବାଟ ଯିବ ହଁ ଏ ଗାଁ ଯାକ ଗଲାଣି ଗାଁ ଯାକ କରିବି ତାହେଲେ କଣ କରିବି ଉପାୟଟା ନାରଦ କହିଲେ କାମ କର କଣ କାମ କରିବି ଅନ୍ୟ ମାଂସ ଆଣି ତ ସ୍ୱାମୀକୁ ରନ୍ଧନ କରି ଖାଇବେ ଇଏ ଶବଟାକୁ ତୁ ଗୋଟେ ସୁନାର ମଞ୍ଜୁସା ବଲତେ ବାକ୍ସ ସୁନାର ବାକ୍ସରେ ଭର୍ତ୍ତି କରି ସମୁଦ୍ରକୁ ଫିଙ୍ଗିରେ ମଞ୍ଜୁ ଯଦି କଣ କଲା ନାରଦ କଥା ମାନି ଅନ୍ୟ ମାଂସ ଆଣି ରନ୍ଧନ କଲା ରନ୍ଧନ କରି ସ୍ୱାମୀକୁ ଖାଇବା ପାଇଁ ଦେଲା ଏ ବେଦମତୀର ଶବକୁ ଧରୁଆରେ ଭର୍ତ୍ତି କରି ସମୁଦ୍ରକୁ ଫିଙ୍ଗି ଦେଲା କାଳକ୍ରମେ ସେ ମଞ୍ଜୁସା ଭାସି ଭାସି ଗଲା କାଳକ୍ରମେ ସେ ମଞ୍ଜୁସା ଭାସି ଭାସି ଗଲା ମଞ୍ଜୁସା ଲାଗିଲା କାଳକ୍ରମେ ସେ ମଞ୍ଜୁସା ପୋତି ହୋଇଗଲା ଛୁଟି ହୋଇଗଲା ସମୁଦ୍ରକୁ ଯେତେବେଳେ ମଞ୍ଜୁଦରେ ଫିଙ୍ଗି ଦେଇଛି ମଞ୍ଜୁସାଟିକୁ ମଞ୍ଜୁସାଟି ଭାସି ଭାସି ଯାଇ ଆଜ୍ଞା ମିଥିଳାରେ ଲାଗିଲା ସେ ଯେତେବେଳେ ମଞ୍ଜୁସାଟି ଲାଗିଛି ଆଜ୍ଞା ବାଲି କୂଳରେ ବାଲି ଲାଗିଛି ଆସ୍ତେ ଆସ୍ତେ ବାଲିରେ ଫୁଟି ହେଇଗଲା ଏମିତି କେତେ ଯୁଗ ଗଲା ଯୁଗ ଚାଲିଗଲା ଆଜ୍ଞା ମିଥିଳାର ରାଜା ଜନକ ଆସିଥିଲେ ଲଙ୍ଗଳ କରିବା ପାଇଁ ଜନକ ଋଷି ଆସିଥିଲେ ଲଙ୍ଗଳ କରିବା ପାଇଁ ଲଙ୍ଗଳ କରୁ କରୁ ଲଙ୍ଗଳଟା ଅଟକିଗଲା ଋଷି ଲଙ୍ଗଳ କରୁଛନ୍ତି ଋଷି ମାନେ ଲଙ୍ଗଳ କରନ୍ତି ବ୍ରାହ୍ମଣ ମାନେ ଲଙ୍ଗଳ କରନ୍ତି ବ୍ରାହ୍ମଣ ମାନେ ଲଙ୍ଗଳ କରନ୍ତି କୋଉଥିରେ ଆଜ୍ଞା ବଳଦ ନୁହେଁ ଷଣ୍ଢ ଦ୍ୱାରା ବ୍ରାହ୍ମଣ ମାନେ ଲଙ୍ଗଳ କରିପାରିବେ ଆମର ସଂହିତା ହଁ ପରାଶର ସଂହିତା ପ୍ରମାଣ କରୁଛି ଋଷି ମାନେ ଲଙ୍ଗଳ କରନ୍ତି ଋଷି ଲଙ୍ଗଳ କରନ୍ତି ଦେଖାଛି ଲଙ୍ଗଳ କରୁଛି ତାହେଲେ ଗାଇବ କିଏ ସବୁ କରି ସଫାଇ କୋଉ ଲଙ୍ଗଳ କରୁଥିଲେ କଥା ସାରା ଆପଣଙ୍କ ଦରକାର ପାଲାଟା ଗାଈ ବୁଢା ପୁରା ଢୁଳୁଛି ଗାଈ কি বসেছিল চোখে কল্পবট ভূমে কি বসেছে চোখে কল্পবট মোহে তার মথারে ময়ূর চূড়া তার গড়ারে তুলসী মালা কিসে বাটাই কোঠু আসিছি কিসে বাটাই কোঠু আসিছি চোখে বসেছিল গঙ্গিয়া ঘুরে কিয়ে বসেছিল সখী কল্পবট ঘুরে কিয়ে বসেছে সখী কল্পবট ঘুরে তার কথারে ময়ূর চূড়া তার গড়ারে তুলসী মালা তার
ଗୀତର ବୋଧ ହେଇ ଗୋଟେ ପୁରସ୍କାର ଦେବି। କେହି ଦେଲେଣି ତୁ ଦବୁ ମୁଁ ଦେବି ସାର୍। ତୁ ପୁରସ୍କାର ଦବୁ ହଁ କେତେ ଟଙ୍କା ଦବୁ ବେକାରଟା ଖାଲି ଏଟା ଟଙ୍କା ନାହିଁ। ଆଉ ଗୋଟେ କପଡ଼ା ଦେଇକି ହବ। କପଡ଼ା ଝିଅ ପିଲାର କପଡ଼ା କଣ ଖାଲି ବେକାରଟା ଝିଅ ପିଲା କପଡ଼ା ବହୁତ କାମ ଲାଗେ। କଣ ସବୁ ଆରେ ଏଇ ଟିକିଟେ କପଡ଼ା କଣ କାମରେ ଲାଗିବ ଏତିକ ଯଥେଷ୍ଟ। ଯଥେଷ୍ଟ ହଁ ଏଟା କଣ ଗୋଟେ ଚିତ୍ର କଣ ଅଛି ତା ଭିତରେ ଧରନ୍ତୁ 4 ଛତି ରାସ୍ତା। ହଁ 4 ଛତି ରାସ୍ତା ଏଇ ଛକୁଟା ରାସ୍ତା ଅଛି ଝୁଅ ପିଲା କେତେ ବାଟରୁ ଆସିଛି? ହଁ ବହୁତ ଝାଡ଼ା ମାରି ସାଥି ଅଛି ମାନେ ପାଇଖାନା ପାଇଖାନା ଆଜି ଦେଖିଲେ ଆଗ ପଟରୁ ଆସୁଛି ଆଗ ଆଡେ ଦେଖିଲେ ତାପରେ ପଛ ପଟରୁ ଆସୁଛି ପଛକୁ ଦେଖିଦବ। ଏପଟରୁ ଆସନ୍ତି ଏପଟରୁ ଆସିଲେ ଏଠି ପୂର୍ବରୁ ଆସିଲେ ଏବାରୁ ଆସିଲେ ଏଠି ଆଜ୍ଞା ଯଦି ସବୁ ଦିଗରୁ ଆସିଲେ ଯଦି 4 ଦିଗରୁ ଆସିଲେ ସହଜ ଉପାୟ କଣ ମନାକୁ ଦେବ ଝିଅ ଆରେ ରୋ 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 ଜର୍ମାନ ମାଗିଲା ଦି ଆରେ ଶୁଣ ଲଙ୍ଗଳ ମୁନକୁ ସଂସ୍କୃତରେ କହନ୍ତି ସୀତା ଲଙ୍ଗଳ ମୁନରୁ ଜନ୍ମ ହେଇଥିବାରୁ ଜନକ ଲଙ୍ଗଳ କରୁଥିବା ସମୟରେ ତା ଲାଗିଗଲା ମୁନରେ ଗୋଟେ ତେଡ଼ି ସେ ତେଡ଼ିକୁ ଫିଟେଇଲେ ତା ଭିତରୁ ବାହାରିଲା ଗୋଟେ ଶିଶୁ କନ୍ୟା ହଁ ତାର ନାମକରଣ କଲେ ଜନକ ଋଷି ଲଙ୍ଗଳ ମୁନକୁ କହନ୍ତି ସଂସ୍କୃତରେ ସୀତା ଲଙ୍ଗଳ ମୁନରୁ ଜନ୍ମ ହେଇଥିବାରୁ ନାମକରଣ କଲେ ସୀତାରେ ମାଟି ତଳକୁ ସୀତା କୋଉଠୁ ଆସିଲେ ବେଦମତୀ ହୋଇ ମାଟି ତଳକୁ ଆଜ୍ଞା ଜନକ ଋଷି ଦେଖିଲେ ଏ ଶୈଳ ଲକ୍ଷ୍ମୀ ୟାକୁ ନାରାୟଣଙ୍କ ହାତରେ ଅର୍ପଣ କରି ଆନନ୍ଦରେ ପାରୁଛନ୍ତି ପ୍ରଜା ଆଜ୍ଞା ସୀତା ଆସ୍ତେ ଆସ୍ତେ ବଡ ହଉଛନ୍ତି 5-6 ବର୍ଷର ସୀତା ହେଇଗଲି ଗୁଡୁଗୁଡିଆ ମହିମା ପଛରେ ବୁଳେଇଛନ୍ତି ଆଜ୍ଞା ଆମର ଜନକ ଋଷିଙ୍କର ଗୋଟେ ଯଜ୍ଞଶାଳା ଥିଲା ସେ ଯଜ୍ଞଶାଳା ଭିତରେ ଶିବଧନୁ ଗୋଟିଏ ରହିଥିଲା ଶିବଧନୁକୁ କେହି ଉଠେଇ ପାରନ୍ତି ଆଜ୍ଞା ଶିବଧନୁଟା ଯୋଉଠି ପଡିଛି ସେଠି ଅସନା ହେଇଯାଇଛି ମା ସୀତା ଦେଖିଲେ ଶିବଧନୁଟା ଅସନା ହେଇଯାଇଛି ଆଜ୍ଞା ପାଖରେ ଲିପା ପୂଜା କରିବା ପାଇଁ ଜନକ ଋଷିଙ୍କ ସ୍ତ୍ରୀ ସିଏ ଯେତେବେଳେ ଲିପା ପୂଜା କରନ୍ତି ଆଜ୍ଞା ଛାଡ଼ି ଦିଅନ୍ତି ସେ ସ୍ଥାନକୁ ଛାଡ଼ି ଦିଅନ୍ତି ସୀତା ଦିନେ ପଛରେ ବୁଲୁଛନ୍ତି ଦେଖିଲେ ଶିବଧନୁଟା ଅସନା ହେଇଗଲାଣି ମାଙ୍କ ପାଖରୁ ଲିପା ପୂଜା ଆଣି ଆଜ୍ଞା ଶିବଧନୁ କଜା ଆଗେ ନିଜେ ସୀତା ଦେବୀ କଣ କଲେ ଶିବଧନୁକୁ ଯେ ତଇ ସୀତା ଉଠାଇଲେ ଆରେ ସୀତା ଉଠାଇଲେ କିଛି କରୁ ଜନକ ଯେ ନୟନେ ଦେଖିଲେ ଆରେ ନୟନେ ଦେଖିଲେ ଆଶ୍ଚର୍ଯ୍ୟ କଥା ଜନକ ଋଷି ଦେଖିଲେ କଣ ଦେଖିଲେ ଯିଏ ଶିବଧନୁକୁ 100 ଜଣ ଉଠେଇ ପାରନ୍ତିନି ହଲେଇ ପାରନ୍ତିନି ଛୋଟିଆ ଝିଅ ସୀତା ଆଜ୍ଞା ଶିବଧନୁକୁ ଉଠେଇ ଦେଲା ଲିପା ପୂଜା କରିଦେଲା ଆଜ୍ଞା ସେଇଦିନ ଜନକ ଋଷି କଣ କଲେ ଏ ଶିବଧନୁକୁ ଉଠେଇ ଗୁଣ ଯିଏ ଦବ ତାକୁ ମୋର କଣ କରିବି ଏଇଥିପାଇଁ ଶିବଧନୁ ଆୟୋଜନ ହେଇଥିଲା ଆଜ୍ଞା ଶିବଧନୁ ଭଙ୍ଗା ଏଇଥିପାଇଁ ଧନୁ ଭଙ୍ଗା କଣ ହେଲା
ଆଜ୍ଞା ସମସ୍ତ କାଲି କହିଲେ କଣ ସୀତାଙ୍କୁ ଯେ ବିବାହ କରିବ ଯିଏ ଏ ଶିବ ଧନୁରେ ଗୁଣ ଦେବ ସେଇ ବିବାହ କରିବ। ରାଜ୍ୟରେ ସବୁ ରାଜପୁତ୍ର ମାନେ ପ୍ରିୟ ପୁଅ ମାନେ ସମସ୍ତେ ସ୍ୱର୍ଗପୁରରୁ ଆସିବେ। ଉଠେଇ ପାରିଲେ ନାହିଁ। ମର୍ତ୍ତ୍ୟରେ ଯେତେ ବୀର ଥିଲେ ସେମାନେ ମଧ୍ୟ ହଲେଇ ପାରିଲେ ନାହିଁ। ଦେଖୁ ଦେଖୁ ଚେତନା ହଜିଗଲା। ଶିବ ଧନୁକୁ ଉଠେଇବ କିଏ? ଆଜ୍ଞା ଏଇ ସମୟରେ ଘଟଣା କଣ ହେଇଛି? ଏମିତି 6 ମାସ ଚାଲିଗଲା କେହି ଉଠେଇ ପାରୁନାହାନ୍ତି। ଉଠିବ କିଏ? ଆଜ୍ଞା ସେତେବେଳକୁ ଜନକ ଋଷି ଦୁଃଖ କଲେ ମୋ କନ୍ୟା ପାଇଁ କଣ ବର ମିଳିବେ ନାହିଁ, ମୋ ସୀତା ରହିଗଲା ଏମିତି। ଦିନକର ଘଟଣା ଆଜ୍ଞା ଦିନକର ଘଟଣା କଣ ହେଇଛି? ଏ ସମୟରେ ପହଞ୍ଚିଲେ ରାମ ଯେ ଲକ୍ଷ୍ମଣ ଆଉ ବିଶ୍ୱାମିତ୍ର ସହିତ ରେ ଆଜ୍ଞା ଏଇ ସମୟରେ ସେଠାରେ ପ୍ରବେଶ କଲେ କିଏ? ରାମ ଲକ୍ଷ୍ମଣ ବିଶ୍ୱାମିତ୍ର। ଏମାନେ କୋଉଠି ଯାଇଥିଲେ? ବିଶ୍ୱାମିତ୍ର ଯଜ୍ଞ ରକ୍ଷା କରିବା ପାଇଁ ରାମ ଲକ୍ଷ୍ମଣକୁ ଆଜ୍ଞା ଅଯୋଧ୍ୟାରୁ ଡାକିଥିଲେ କିଏ? ବିଶ୍ୱାମିତ୍ର। ବିଶ୍ୱାମିତ୍ର ଜାଗ ରକ୍ଷା କରି ତାଙ୍କୁ ମାରି ଯେତେବେଳେ ରାମ ଲକ୍ଷ୍ମଣ ମିଥିଳାକୁ ଆମର ବିଶ୍ୱାମିତ୍ର ଋଷି କହିଲେ ମିଥିଳାରେ ଧନୁଯାତ୍ରା ଦେଖିବା ପାଇଁ 3 ଜଣ ଯାଇ ପହଞ୍ଚିଲେ ମିଥିଳା। ସ୍ୱୟଂବର ସଭା ହେଇଛି, ସମସ୍ତେ ବସିଛନ୍ତି, ଇଏ ମଧ୍ୟ ଯାଇ ବସିଲେ। ଆଜ୍ଞା ଜନକ ପୁଣି କହିଲେ ଆଜି ଯଦି କେହି ରାଜପୁତ୍ର ମାନେ ଆସିଛନ୍ତି ସେମାନେ ଧନୁକୁ ଉଠେଇ ଗୁଣ ଦେଲେ, ଶିବ ଧନୁକୁ ଉଠାଇ ଦେଲେ ସୀତାକୁ ତା ହାତରେ ଅର୍ପଣ କରିବ ରେ। ଆଜ୍ଞା ବିଶ୍ୱାମିତ୍ର ଆଜ୍ଞା ରାମକୁ କହିଲେ ରାମ ତୁମେ ଯାଅ ଶିବ ଧନୁକୁ ଉଠାଅ। ଆଜ୍ଞା ସମସ୍ତେ ବୀର ପୁରୁଷ ମାନେ ଚାହିଁଛନ୍ତି। ସବୁ ବଡ ବଡ ବୀର ମାନେ ଅପଲକ ଦୃଷ୍ଟିରେ ଅନେଇଛନ୍ତି। ଆଜ୍ଞା କିଏ ଆସିବେ? ଅଳ୍ପ ବୟସର ରାମ, ଗୌରବର୍ଣ୍ଣ ରାମ, ଶ୍ୟାମଳ ବର୍ଣ୍ଣ ରାମ ଆଜ୍ଞା ଆସିକି ଛିଡା ହେଲେ ସଭାରେ। ବୀର ମାନେ ଦେଖି ଆଜ୍ଞା ହସିଲେ। ଆମେ ଏତେ ବଡ ବଡ ବୀର ହଲେଇ ପାରିଲୁ ନାହିଁ। ସାମାନ୍ୟ ବାଳକ ଆସିଛି ଧନୁ ଉଠେଇବ ପାରିବ ନାହିଁ। ସମସ୍ତେ ତାଚ୍ଛଲ୍ୟ କଲେ। ରାମ କଲେ ରାମ ଯାଇ ଆଜ୍ଞା ଶିବ ଧନୁକୁ ଯାଇକି କଣ କଲେ? ଶିବ ଧନୁ ପାଖରେ ଛିଡା ଆଜ୍ଞା ଶିବ ଧନୁ ପାଖରେ ଛିଡା ହେଇ ଆଜ୍ଞା ଶିବ ଧନୁକୁ ବାମ ହାତରେ ଆଜ୍ଞା ଟେକି ଦେଲେ। ଯେତେବେଳେ ଟେକି ଦେଲେ ଆଜ୍ଞା ସବୁ ବୀର ମାନେ ଅପଲକ ଦୃଷ୍ଟି ଅନେଇଥିଲେ। ଇଏ କଣ ଧନୁ ଉଠେଇଲାଣି? ସଙ୍ଗେ ସଙ୍ଗେ ରାମଚନ୍ଦ୍ର କଣ କଲେ? ଧନୁର ଗୁଣ ଦଉଥିବା ସମୟରେ ଅଟକି ଗଲେ। ଜଣେ ମା କାନ୍ଦିଲା। ମୋ ମା ମାନଙ୍କୁ ପ୍ରଶ୍ନ ସେଦିନ ରାମାୟଣରେ କିଏ କାନ୍ଦିଥିଲା ଯଦି କହିପାରିବ ବେଣ୍ଡେଲେ 100 ଟଙ୍କା ସେ ମାକୁ ଦେବି। ସେଦିନ ରାମାୟଣରେ ରାମଚନ୍ଦ୍ର ଧନୁଷର ଏ ଧନୁକୁ ଉଠେଇଲେ ସମସ୍ତେ ଜନକ ଋଷି ଆନନ୍ଦ ହେଲେ ଯାହା ହଉ ଏତେ ଦିନ ପରେ ଝିଅଟା ବିବାହ ଯିବ। ସୀତା ଆହୁରି ଆନନ୍ଦ ହେଲେ।
ସମସ୍ତେ ଆନନ୍ଦ ହେଲେ କିନ୍ତୁ ଝଣେ ମା ଆଗରେ କାନ୍ଦିଲା ନାନୀ କୋକିଲା ସେ କିଏ ମା ମାକୁ ପଚାରିବୁ ଯୋଉ ମୋ ଜାଣିନି ମା କିଏ କାନ୍ଦିଥିଲା ଏ ମା କହିଦିଅ ଏ ମା କିଏ କାନ୍ଦିଲା କହିଦିଅ କାଲିକେ ମାଛ ଶୋଇଛୁ ମା କିଏ କାନ୍ଦିଲା ନା ଜନକ ଋଷି ସ୍ତ୍ରୀ ତ ଚାହୁଁଛନ୍ତି ଝିଅକୁ ବିବାହ ଦେବେ ନା ସେ ତ ଆନନ୍ଦ ଅଛନ୍ତି ମା କାନ୍ଦିଲା କିଏ ସେଇ କଥା ମାକୁ ପଚାରିବୁ ଝଣେ ମା ଠିଆ ହେଲେ କିଏ କାନ୍ଦି କାନ୍ଦି ବସୁନ୍ଧରା କହିଲା ବଚନ କହିଲା ବଚନ ରକ୍ଷା କର ରକ୍ଷା କର ହେ ରଘୁନନ୍ଦନ ହେ ରଘୁନନ୍ଦନ ସଙ୍ଗେ ସଙ୍ଗେ ଆଜ୍ଞା ଆଜ୍ଞା ପୃଥିବୀ ଦେବୀ ବସୁନ୍ଧରା ସେ ହାତ ଯୋଡ଼ି ଛିଡ଼ା ହେଲେ କହିଲେ ହେ ରାମଚନ୍ଦ୍ର ଇଏ ଧନୁକୁ ଉଠାଇଦେଲ ମୋ ଛାତିରେ ବହନ କରିଥିଲେ ଓଜନ ହେଇଥିଲା ଭାରି କଷ୍ଟ ହଉଥିଲା ଉଠେଇଦେଲ ମୁଁ ଆନନ୍ଦ ହେଇଥିଲି ବର୍ତ୍ତମାନ ସେ ଧନୁକୁ ଯଦି ଧନୁ ହୁଳକୁ ଭୂମିରେ ଦବ ତାହେଲେ ମୋ ଛାତିଟା ଫାଟିଯିବ ରେ ସଙ୍ଗେ ସଙ୍ଗେ ବସୁନ୍ଧରା ମା ଏତିକି କହିଲେ ରାମଚନ୍ଦ୍ର ସେଦିନ ଧନୁରେ ଗୁଣ ଦେବା ସମୟରେ ପୃଥିବୀ ଉପରେ ଧନୁକୁ ରଖିନଥିଲେ କୋଉଠି ରଖିଥିଲେ କୋଉଠି ରଖିଥିଲେ ମା କେମିତି ଜଣେ କୁହ ଆରେ ଧନୁଟାକୁ କୋଉଠି ରଖିଲେ ରାମ ବାମ ଗୋଡ ବୃଦ୍ଧା ଆଙ୍ଗୁଷ୍ଠି ଉପରେ ଧନୁର ହୁଳକୁ ରଖେଇଲେ ପୃଥିବୀରେ ଲଗେଇଲେ ନାହିଁ କାହିଁକି ନା ପୃଥିବୀ ମାତା କହିଛି ମୋ ଲକ୍ଷ୍ୟ ରଖିବେ ନାହିଁ ରାମଚନ୍ଦ୍ର ନିଜର ପାଦର ବଡ ଆଙ୍ଗୁଠି ଉପରେ ରଖିଦେଇ ଧନୁରେ ଗୁଣ ଦେଉଥିବା ସମୟରେ ଧନୁଟା ଦୁଇ ଖଣ୍ଡ ହୋଇ ଭାଙ୍ଗିଗଲା ରେ ପ୍ରକମ୍ପିତ ହେଲା ଆଜ୍ଞା ରାଜସଭାଟି ପ୍ରକମ୍ପିତ ହେଲା ସ୍ୱୟଂବର ସଭାଟି ପ୍ରକମ୍ପିତ ହେଲା ଦେବତା ମାନେ ଚମକି ପଡ଼ିଲେ ରାମ ଶିବ ଧନୁକୁ ଭଗ୍ନ କଲା ସଙ୍ଗେ ସଙ୍ଗେ ରାମଚନ୍ଦ୍ର ଧନୁ ଭାଙ୍ଗି ଦେଇ ଛିଡ଼ା ହେଇଛନ୍ତି ଜନକ ଋଷି କହିଲେ ମା ସୀତା ଆଲୋ ସୀତାଲ ରାମଙ୍କ ଗଳାରେ